ଜୁଲାଇ 12, 1914। ସତ୍ତାର ସକଳ ସ୍ତରରେ, କର୍ମର ସକଳ ଧାରାରେ, ସକଳ ଜିନିଷ ମଧ୍ୟରେ, ସକଳ ଜଗତ ମଧ୍ୟରେ ତୋର ସାକ୍ଷାତ ଲାଭ ହୋଇପାରେ, ତୋ ସହ ମିଳନ ହୋଇପାରେ, କାରଣ ତୁ ସର୍ବତ୍ର ସର୍ବଦା ଉପସ୍ଥିତ। ଥରେ ଯେ ତାର ଆଧାରର କୌଣସି ବୃତ୍ତି ମଧ୍ୟରେ ଅଥବା କୌଣସି ବିଶ୍ୱବ୍ୟାପୀ ଲୋକ ମଧ୍ୟରେ ତୋର ସାକ୍ଷାତ ପାଇଛି, ସେ କହି ଉଠେ ତାଙ୍କୁ ପାଇଛି, ଆଉ କୌଣସି କିଛିର ଅନ୍ୱେଷଣ କରେ ନାହିଁ। ମନେକରେ ମାନୁଷୀ ସମ୍ଭାବନାର ଚରମ ଶିଖରରେ ସେ ପହଞ୍ଚି ଯାଇଛି। କି ଭ୍ରାନ୍ତି! ତତେ ଆବିଷ୍କାର କରିବାକୁ ହେବ, ତୋ ସହ ଏକ ହେବାକୁ ହେବ। ପ୍ରତ୍ୟେକ ସ୍ତରରେ, ପ୍ରତ୍ୟେକ ଧାରାରେ, ପ୍ରତ୍ୟେକ ବସ୍ତୁରେ, ପ୍ରତ୍ୟେକ ଜଗତରେ, ପ୍ରତ୍ୟେକ ଉପକରଣରେ, ଯତ୍ ସାମାନ୍ୟ ହେଉନା କାହିଁକି, କୌଣସି ଉପକରଣ ଯଦି ବାଦ୍ ଦିଆଯାଏ, ତେବେ ତୋ ସହ ମିଳନ ସମ୍ପୂର୍ଣ୍ଣ ହେଲା ନାହିଁ, ସିଦ୍ଧିର ଶେଷ ହେଲା ନାହିଁ। ତୋର ସାକ୍ଷାତ ଲାଭ ହେଲା ଅସୀମ ସୋପାନାବଳୀର ପ୍ରଥମ ପାବଚ୍ଛ ମାତ୍ର। ମଧୁମୟ ରାଜାଧିରାଜ, ସର୍ବାଧୀଶ, ତୁ ରୂପାନ୍ତରର କର୍ତ୍ତା। ସକଳ ଅବହେଳା, ସକଳ ଶ୍ଳେଥ ଅଳସତାର ଅବସାନ କରିଦେ। ଆମର ଯାବତୀୟ ସାମର୍ଥ୍ୟକୁ ଏକ ସଙ୍ଗେ ସଂଗୃହୀତ କରି ଧର। ଅଦମ୍ୟ ଅବାଧ ସଂକଳ୍ପ ଶକ୍ତିରେ ପରିଣତ କରିଦେ। ତୁ ଜ୍ୟୋତି, ତୁ ହିଁ ପ୍ରେମ, ଅନିର୍ବଚନୀୟ ଶକ୍ତି ତୁ। ତୋତେ ଚାହିଁ ଆଧାରର ପ୍ରତ୍ୟେକ କଣା ଉଚ୍ଚ କଣ୍ଠରେ ଆହ୍ୱାନ କରୁଛି। ତୁ ଆସି ସେମାନଙ୍କ ଅନ୍ତରରେ ପ୍ରବେଶ କର, ସେମାନଙ୍କୁ ରୂପାନ୍ତରିତ କର। ପ୍ରତ୍ୟେକଙ୍କୁ ଦେ ସମ୍ମିଳନର ପରମ ପୁଲକ।